ମୋ ନାଁ ହେଉଛି ଶରଦ ଶ୍ରୀଚନ୍ଦନ ଆଜ୍ଞା ଗୋଡ଼ା। ଆଉ ମୋର ଜମି ଦିପା ମୁଁ ଜମି 12 ଗୁଣ୍ଠ ଜମି ତଳି ପକାଇଥିଲି। ଆଉ 4 ପଣ ତଳି ମାରି ରଖିଥିଲି। ସକାଳୁ ତଳି ରୁଆ ହେବ କାଦୁଅ ହେବ ବୋଲି ଲୋକ ଠିକଠାକ କରିକି ସକାଳୁ ଭୋରୁ ଆସିଲା ଆସିକି ବିଲରେ ଆଉ ତଳି ନାହିଁ। 3ଟା ହାତୀ ପଶିକି ଛିନ୍ନ ଭିନ୍ନ କରିକିରି ସବୁ ନଷ୍ଟ। ମୁଁ ଏ ଭାବି ମୁଣ୍ଡରେ ହାତ ଦେଇକି ବସିଛି। ତେଣୁ ଏଥିପାଇଁ ଆପଣ ସରକାର ଯାହା ସାହାଯ୍ୟ କରିବେ। ଆଉ ଫରେଷ୍ଟ କିଛି ଶୁଣିବାର ନାହିଁ। ଏ ଧାନ କଟାରେ ବି ନଷ୍ଟ କରୁଛନ୍ତି। ଆମେ ବାରମ୍ବାର କମ୍ପ୍ଲେନ୍ ଦେଉଛୁ, ପିଟିସନ୍ ଦେଉଛୁ, କିଛି ବି ଶୁଣିବାର ନାହିଁ। ସେ ଆସିବେ ରୋଡ଼ରେ, ସିଧା ରୋଡ଼ରେ ଯିବେ। ହାତୀ ହାତୀ ବୁଲୁଛି, ଲୋକ ମାରୁଛି। ଆମ ବି ଘରେ ବି ରହିପାରୁନି। ଘର ପାଖାପାଖି ଜଙ୍ଗଲରେ ସବୁ ଅଛି। କିଏ ମାରିବି, କିଏ ମାରିଦିଏ ମଣିଷକୁ। ଆମେ ଯଦି ବଞ୍ଚିବୁ, ସରକାର ଆର ପଦକ୍ଷେପ ନିଅନ୍ତୁ। ଦେଲେ ମୁଁ ବକେଟ ଶ୍ରୀଚନ୍ଦନ। କ'ଣ କହିବେ? ଆପଣଙ୍କୁ କାଲି ହାତୀ ଧାନ ନଷ୍ଟ କରିଦେଇଛି, କ'ଣ କହିବେ? ସେ ହାତୀ 3ଟା ହାତୀ ରାତିରେ ଆସିକି ଦିପା 12 ଗୁଣ୍ଠ ବିଲ ତଳି ନଷ୍ଟ କରିଦେଇଛନ୍ତି। ବିହନ କିଣିକି ଆଣିଥିଲୁ। ଆଉ ଏଇ ଏରିଆରେ ତ ସବୁ ସମସ୍ତଙ୍କ ବିଲ ସବୁ ଏମିତି ଘାଣ୍ଟାଘାଣ୍ଟି କରିକି ଯାଇଛନ୍ତି। ଲୋକ କରିଥିଲୁ ତଳି ମାରିବାକୁ। ଆଉ ଆସିଲା ବେଳକୁ ତ ସବୁ ହାତୀ ସବୁ ନଷ୍ଟ କରିଦେଇଛି। ଆଉ ଆପଣଙ୍କ ଏ ପାଖାପାଖି କେତେ ବିଲ ନଷ୍ଟ ହେଇଛି ଏରିଆରେ? ହଁ 2 ଏକର ହେବ। ହଁ କହିଲେ କ'ଣ କହିବେ? ମୁଁ କହିବା କଥା, ମୋ ଧାନ ମୁଁ ତଳି ଆଣିକି ପକେଇଥିଲି କିଣିକି। ମୋ ତଳି ତ ସବୁ ନଷ୍ଟ କରିଛନ୍ତି। ଆଉ ମୁଁ କେମିତି ମାଥା ଧାନ ରୋଇବି? ଆଉ ମୁଁ କେମିତି ସଂସାର ରହିବି? କ'ଣ ମାନେ ବିଚାର ଯାହା କରିବେ। ନଷ୍ଟ କିଏ କରିଛି ଆପଣଙ୍କ? ହାତୀ 3ଟା ହାତୀ ଆସିକି ସବୁ ନଷ୍ଟ କରିକି ଗଛ ତୋଳିବି। କେତେ ବିଲ ଚାଷ ବିଲ ମୁଁ 2 ଏକର ବିଲ ରୋଇବି ବୋଲି ପକେଇଥିଲି ତଳି। ଆଉ ତଳି ବିଲକୁଲ ଟୋଟାଲ ନାହିଁ। ସବୁତକ ଦଳିକି ଶାନ୍ତି